1988 ପାଖରୁ 2001 ଯାକେ ଆମେ କାର୍ଯ୍ୟରତ ଥିଲୁ। ତାପରେ ଆମକୁ 2001 ପାଖରୁ ଛଟେଇ କରାଗଲା। ଆମେ ଏ ପର୍ଯ୍ୟନ୍ତ ଯେତେ ସବୁ ସରକାରଙ୍କର ନିୟମାବଳୀ ମାନି ଛୋଟ ଛୋଟ ପିଲାଙ୍କୁ ସବୁ ଆମେ ନେଇ ପାଠ ଯିଏ ସବୁ ନ ଯାଉଥିଲେ ତାଙ୍କୁ ନେଇ ଘରେ ବୁଝେଇ ସୁଝେଇ ତାଙ୍କ ବାପା ମାଙ୍କୁ କହି ତାଙ୍କୁ ପାଠ ସାଠ ପଢଉଥିଲୁ। ତାପରେ ଛଟେଇ ପରଠାରୁ ଆମେ ଏପର୍ଯ୍ୟନ୍ତ 2010 ପାଖରୁ କିଛି ପିଲାଙ୍କୁ ନିଯୁକ୍ତି ଶିକ୍ଷକତାର ନିଯୁକ୍ତି ଦିଆଗଲା। ଆମେ ତା ଦେହରୁ ବଞ୍ଚିତ ରହିଲୁ। ପୁଣି 2024ରେ ବି ହାଇକୋର୍ଟ ଅର୍ଡର କଲା, ତା ଦେହରୁ ବି ଆମେ ବଞ୍ଚିତ ରହିଲୁ। ତେଣୁ ଆମକୁ ନିଯୁକ୍ତି ଦିଆଯାଉ, ତା ସହିତ ଯୋଉ 2001 ପାଖରୁ ଆମକୁ ଯୋଉ ଛଟେଇ କରାଯାଇଛି ତା ପାଇଁ ଆମକୁ କିଛି ପାରିଶ୍ରମିକ ଦିଆଯାଉ। 1988 ମସିହାରୁ 2001 ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲୁ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କ ଭିତରୁ କିଛି ବ୍ୟକ୍ତି ସେମାନେ କୋଉ ହିସାବରେ କଣ ଚାକିରି ପାଇଲେ ଆମେ ବି ଜାଣିପାରିଲୁ ନାହିଁ। କିନ୍ତୁ ଆମମାନଙ୍କୁ କୌଣସି ଇଏରେ ରଖିଲେ ନାହିଁ। ତାପରେ ଏନ୍ଏଫ୍ରୁ ଯୋଉମାନେ ଡାଇରେକ୍ଟ ମାଷ୍ଟର ରହିଲେ ଗଣଶିକ୍ଷକ, ତାପରେ ଇଜିଏସ୍ରେ ରହିଲେ, ଇଜିଏସ୍ ପରେ ବି ପୁଣି ଗଣଶିକ୍ଷକରେ ରହିଲେ। କିନ୍ତୁ ସେବେଠାରୁ ଆମେ 2001 ମସିହା ଠାରୁ ଆଜି ଯାକେ କୌଣସି ମାନେ ଇଏ ନିଯୁକ୍ତି ସରକାର ବ୍ୟବସ୍ଥା କରିନାହାନ୍ତି। ଆଉ କୋର୍ଟ ବାରମ୍ବାର ଅର୍ଡର ଦେଲେ ମଧ୍ୟ ସରକାର ତାଙ୍କୁ ଗ୍ରହଣ କରୁନାହାନ୍ତି। ଏବେ ମଧ୍ୟ ଚିଠି ଆସିଛି ଯେ ଏମାନଙ୍କୁ ନିଯୁକ୍ତ କରାଯାଉ, କିନ୍ତୁ ସରକାରଙ୍କୁ ଆମର ଅନୁରୋଧ ସେଇ ଚିଠି ବଳରେ ଆମକୁ ନିଯୁକ୍ତି ଦିଆଯାଉ। ଆମେ 88 ମସିହା ଠାରୁ 1 ପର୍ଯ୍ୟନ୍ତ 105 ଟଙ୍କାରେ ଖଟୁଥିଲୁ। ତାପରେ ଇଜିଏସ୍ ହେଲା ଆଜି ଆମେ ବିଓ ଅଫିସ ଆସି ଡିମାଣ୍ଡ କରୁଛୁ ଯେ ଗଭର୍ଣ୍ଣମେଣ୍ଟ ଚିଠି ଅନୁଯାୟୀ ଆମକୁ ନିଯୁକ୍ତି ଦିଆଯାଉ। ଯେହେତୁ ବିଓ ସାର୍ ପ୍ରେଜେଣ୍ଟ ନାହାନ୍ତି, ଏ ଯୋଉ ଏନ୍ଏଫ୍ ବାଲା ଆସିଥିଲେ ତାଙ୍କର ଆବେଦନଟା ମୁଁ ରଖିଲି। ସାର୍ କାଲି ଆସିଲେ, ତାକୁ ଦେଖି ତାଙ୍କର କ'ଣ କାର୍ଯ୍ୟକ୍ରମ ନିଆହବ ସାର୍ ସହିତ ଆଲୋଚନା କରି ସେ କାର୍ଯ୍ୟକ୍ରମ ନେବୁ।